ଏଭଳିଆ ସମୟ ଆସିଛି ମୁଁ ଶ୍ମଶାନରେ ଯାଇକି ବସିଛି। হ্যাঁ ବିଦ୍ୟା ମୋତେ ଆସୁନି, ଖାଲି ଏତିକି 2-4ଟା ଯାହା ଶୁଣିଛି, କାଟୁ ଅମକରୁ ଆଜ୍ଞା କାଟୁ କଟିକୁ ତ ସେ ବିଦ୍ୟା ଯିବ କୁଆଡ଼େ। ଜଗନ୍ନାଥଙ୍କର ଆଜ୍ଞା ଏ ବିଦ୍ୟା କଟ। କିନ୍ତୁ 15 ଦିନ ବସିଲା ପରେ ଆଇ କୁଡ୍ ରିଏଲାଇଜ୍ ମୋ ବଡ଼ିରୁ ଗୁଡ଼େଇବାକୁ ଜିନିଷ ସବୁ ବାହାରିଲା ଭଳିଆ। ও মাই গড এইটা ଯେତେବେଳେ କଲି ତାପରେ ଦିନ ଆଇ ରିଏଲାଇଜ୍ মানে এতে সব জিনিস আমি তো লুচি গেছি আমি ফার্স্ট টাইম এই কনভারসেশন এরকম করে জানছি ଧରା ପଡ଼ିଗଲି ପା। ସିଏ ଯଦି ତାର ଯଦି ଅନୁମତି ନଥାନ୍ତା, মাকে পিঠারে গুড়ি ହଁ ଅନୁମତି ଯଦି ନଥାନ୍ତା କ'ଣ ହେଇଥାନ୍ତା କି ସମ୍ଭବ? না ଅସମ୍ଭବ ନା। না ପ୍ରଥମ ଦର୍ଶନ 3 ବର୍ଷ ପରେ, প্রথম দর্শন 3 ବର୍ଷ ହେଇଥିଲା ମୋର ସେଠି। মাকে ଏଇଟା ଗୁପ୍ତ ଜିନିଷ, କହିବା କଥା ନୁହେଁ। ସେ ଗୋଟିଏ ନୁହେଁ, ଏମିତି ମୋ ଲାଇଫ୍ରେ ବହୁତ ହେଇଛି। ମୁଁ ଆପଣଙ୍କୁ କହିଲି ନା, ମୁଁ ଦେଖିପାରୁଛି କିଏ, ମୁଁ ଜାଣିପାରୁନି କିଏ। ଗତ ଥର କହିଥିଲି ବାଣପୁରରେ ମୁଁ ଗୁଡ଼ାକ ଜିନିଷ ଦେଖିଲି, ମୁଁ ଚିହ୍ନି ପାରିଲିନି ସେମାନେ କିଏ। ମୁଁ କିନ୍ତୁ ଜାଣିଲି ଆଚ୍ଛା, ଆଚ୍ଛା, they are not ଆଚ୍ଛା। human beings। ହଁ। ମୁଁ ଜାଣିପାରିଲି they are not human beings ବାଣପୁରରେ। ଆପଣଙ୍କୁ ମୁଁ କହିଲି ବି ସେଠି মানে ଆପଣ ଗୋଟେ ସ୍କାନର ଧରିକି ବୁଲୁଛନ୍ତି ସେ ଗୋଟେ କ'ଣ ତ ମୋତେ ଦେଖାଯାଉଛି ନାଇଁ ଏଇଟା ମଣିଷ ନୁହଁ। ସ୍କାନ୍ Not a କରୁଛନ୍ତି human being। 3D ସ୍କାନ୍ করে ଦେଖନ୍ତୁ ସ୍କାନ୍ କରିବାକୁ ଗୋଟେ ଜିନିଷ ଆପଣ ନିଶ୍ଚିତ ଅନୁଭବ କରିବେ। 27 ମସିହା ଆପଣଙ୍କର ଚୈତ୍ର ମାସ ନବରାତ୍ର ହୁଏ। ନବମୀ ଦିନଠୁ ଆପଣ ଅନ୍ୟ କିଛି ଅନୁଭବ କରି ଆରମ୍ଭ କରିବେ। ସମଥିଙ୍ଗ 27 ଚୈତ୍ର ୟୁ ମାସ। ନେଭର ଏକ୍ସପେକ୍ଟ ୟୋର ଲାଇଫ୍ ୱିଲ୍ ସି ସଚ୍ ଥିଙ୍ଗସ୍। ଆପଣଙ୍କ ଡାଇରେକ୍ସନ୍ ଆସିବ, ମାନେ କ'ଣ ହବ ମୋ ସାର୍ ଦେଖିବେ କିଛି ଜିନିଷ ଅଛି ଆଉ କ'ଣ ଗୋଟେ ବିଶେଷ ଅନୁଭୂତି କିଛି ପାଇବେ ହଁ ଅନୁଭୂତି କିଛି ପାଇବେ? ଅନୁଭୂତ ଆପଣ ନିଶ୍ଚୟ clear ଦେଖିବେ ଅନୁଭୂତ ନିଶ୍ଚୟ କିଛି କିଛି କ'ଣ କହିବି ମୁଁ ତମକୁ ମଣିଷ ନୁହନ୍ତି ସେମାନେ, ଏକ୍ଜାକ୍ଟଲି ଦେବୀ ବି ନୁହନ୍ତି। ଫାର୍ଷ୍ଟରେ ସେମାନେ ଦେଖିବେ କ'ଣ କରି ସେଇ ଟାଇପ୍ର କିଛି ଆସିବେ ତାଙ୍କ ଫାର୍ଷ୍ଟରେ ତାଙ୍କୁ ଚେତନା ଦେବା ପାଇଁ। ଆଫ୍ଟର ଦ୍ୟାଟ୍ ଆପଣ ଦେବୀଙ୍କ ଦଶକଳା ଦେଖିବେ। ସେନ୍ସର୍ ଅଲରେଡ଼ି ଡନ୍। କେଉଁଠି? କେତେ ଥର? ଦୁବାଇରେ ଦେଖିଛୁ। ମାନେ ଏମିତି ଏଇଟା କିଣିବାର ସୂକ୍ଷ୍ମ ଚେତନାରେ ନା 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 ଶରୀର। ଏଇ ଜିନିଷଟି କିଣିବାର 3-4 ଦିନ ପୂର୍ବରୁ ରାତି 4ଟା ବେଳକୁ ଗୋଟେ କ୍ଲବ୍କୁ ମୁଁ ଯାଇଥିଲି। ସମସ୍ତେ ହୋଟେଲିୟର ଯାଆନ୍ତି, ମୁଁ ବି ଯାଇଥିଲି। ମଦ ଫଦ ପିଉନଥିଲି କିନ୍ତୁ ଯାଇଥିଲି। 4ଟା ବେଳକୁ ବାହାରିଲା ବେଳକୁ 6 ଫୁଟ ହାଇଟ୍, କଳା ହେଇକି ମୁଣ୍ଡରୁ ତଳ ପର୍ଯ୍ୟନ୍ତ ସୁନାରେ ଭର୍ତ୍ତି ହେଇଛି। ଆଚ୍ଛା ମୁଁ ଚିହ୍ନିଲି କେତେବେଳେ? ଅଣ୍ଟା ବେଲ୍ଟଟାକୁ ଯେମିତି ଦେଖିଲି ଗୋଟେ ଜଗନ୍ନାଥଙ୍କ ଫଟୋ ଭଳିଆ ଲାଗୁଛି। ଜଗନ୍ନାଥ ଯେଉଁଟା ଅଣ୍ଟାରେ ପିନ୍ଧନ୍ତି ସେମିତିଆ ଗୋଟେ ସେ ପିନ୍ଧୁ। ମୁଁ ତଳରୁ ଉପର ପର୍ଯ୍ୟନ୍ତ ଦେଖିଲି, ଚିହ୍ନି ପାରିଲିନି। ମୁଁ କହିଲି ଭର୍ତ୍ତି ରାତି 4ଟା ବେଳକୁ ସୁନାରେ ଭର୍ତ୍ତି ହେଇକି ଲୋକଟା କରୁଛି କ'ଣ? ମୁଁ ମୋ ନିଜକୁ କଥା ହେଉଛି, ମୁଁ ତାକୁ ଦେଖୁଛି, ସେ ମୋତେ ଦେଖୁଛି, ସେ ମୋତେ ଦେଖି ସ୍ମାଇଲ୍ କରୁଛି, ମୁଁ ତାକୁ ଦେଖୁଛି। ତ ଅବଲେ ତା ଅଣ୍ଟାଟାକୁ ଯେତେବେଳେ ଦେଖିଲି ଇଏ ତ ଜଗନ୍ନାଥଙ୍କ ଜିନିଷ, ଏଇ ସ୍ତ୍ରୀ ଲୋକଟା କ'ଣ କରୁଛି? ସେ ସିଆଡ଼େ ଏତିକି କହିଲା ଭିତରେ ସେ କୁଆଡ଼େ ଗୋଟେ କାର୍ଟେ ଉଡ଼ିକି ଆସିଲା। କାର୍ରେ ସେ ଗୋଟେ କାର୍ ଗୋଟେ କେଉଁଠୁ ଉଡ଼ିକି ଆସିଲା। ସେ କାର୍ରେ ବସି ସେ ମୋତେ ଦେଖିଲା କି ମୁଁ ଜାଣିଲି ଏଇ ଜିନିଷ। ଦେଖିକି ମୋତେ ହସିଲା। ମାନେ ଆପଣ ଦେଖୁଛନ୍ତି ଗୋଟେ କାର୍ ଭଳି ନା କାର୍ ମୋତେ ଲାଗୁଛି ତ କାର୍ ଆସୁଛି ଆଉ। ଆଚ୍ଛା ଅଚାନକ ଗୋଟେ କାର୍ ଆସି ଗୋଟେ ଯାନ ଭଳିଆ ଗୋଟେ ଆସିଲା ଆଉ କ'ଣ ଉଡ଼ିକି ଆସିକି ସେଟା ଲ୍ୟାଣ୍ଡ କଲା ଉଡ଼ିକି ଆସିଲେ କ'ଣ ମୋତେ ଲାଗୁଛି କି ଚାଲିକି ଆସିଲା ଭଳିଆ ଆସିଲା ମୋତେ ଲାଗୁଛି ଯେ କାର୍ଟେ ଆସିଲା। ସେ ବସିଲେ ସ୍ମାଇଲ୍ ଦେଲେ ଚାଲିଲେ ସେ ଯେଉଁ ଗେଟ୍ ଖୋଲିଲେ ଆଉ ବସିଲେ ହଁ। ଦ୍ୟାଟ୍ ୱାଜ୍ ଫ୍ରାକ୍ସନ୍ ଅଫ୍ ଏ ସେକେଣ୍ଡ। ଆଚ୍ଛା ଏତେ ଫାଷ୍ଟ ଦ୍ୟାଟ୍ କ୍ୱିକ୍ ଫ୍ରାକ୍ସନ୍ ଅଫ୍ ଏ ସେକେଣ୍ଡ। ବାଇ ଦ ଟାଇମ୍ ଆଇ ରିୟଲାଇଜ୍ ଦ କାର୍ ୱାଜ୍ ଗନ୍। ଓ ସୋ ମୁଁ ସେଇ ଜିନିଷଟାକୁ ଆସିକି ଘରେ ଅନୁଭବ କରେ। ଏଇଟା ଜଗନ୍ନାଥଙ୍କର ଅଣ୍ଟା ପଟି ଭଳିଆ ମୋତେ ଲାଗୁଛି। ମୁଁ ଦେଖିଛି ଏଇ ଜିନିଷଟି ଥରେ ଆମର ଯେଉଁ ଇଏ ଅଛି ଘର ରଖାହେଇଛି, ଯେଉଁଠି ସବୁ ଶଙ୍ଖ ଗୋଟେ ରଖାହେଇଛି, ସେ ଶଙ୍ଖଟାକୁ ବି ଶୁଣିଛି ମୁଁ। ମୋତେ ଗୋଟେ ଯାହା ଶୁଣାଗଲା ସେଠି, ମୁଁ ସେଠି ଦେଖିଛି ଏସବୁ ଜିନିଷ। ମୁଁ କହିଲି ଏଇଟା ତ ଜଗନ୍ନାଥଙ୍କ ଜିନିଷ ଭଳିଆ ଲାଗୁଛି। ଦୁବାଇରେ କ'ଣ କରୁଛନ୍ତି? ତାର 4-5 ଦିନ ପରେ ତ ମୂର୍ତ୍ତି କିଣା ହେଲା। ଓହୋ ଏସବୁ ଇନସିଡେଣ୍ଟ ବ୍ୟାକ୍ ଟୁ ବ୍ୟାକ୍ ହଁ ଓ ସବୁ ବ୍ୟାକ୍ ଟୁ ବ୍ୟାକ୍ ହେଇଛି। ସେଇଠୁ ଆସିଲା ପରେ ପତି ଗୁଡ଼ାକ ମିଳିଲା। ସେଇଠୁ ଆସିଲା ପରେ ଏସବୁ ଜିନିଷ ଦାନ କରା। ମାନେ ଯେଉଁ ପୋଥି କଥା ଆପଣ କହୁଛନ୍ତି ହଁ ହଁ ତାପରେ ଗୁପ୍ତେଶ୍ୱର ଯାଇଥିଲି, ସେଇଠୁ ଗୋଟେ 142 ଗ୍ରାମ୍ସର ଗୋଟେ ହୀରାଟେ ମିଳିଥିଲା। ସିଙ୍ଗଲ ପିସ୍ 142 ଗ୍ରାମ୍ସ। 6 ମାସ ବେକରେ ପିନ୍ଧିକି ବୁଲି। ଆଇ ରିୟଲାଇଜ୍ ମୁଁ ତାକୁ ସମ୍ଭାଳି ପାରିବି। ନାଇଁ କୋଉଠି ସେଟା ମିଳିଲା ଆପଣ ଗୁପ୍ତେଶ୍ୱର କୋଉଠି ମିଳିଲା ପିଠ ଭିତରୁ କିଏ ଦେଲେ ନା ହଠାତ୍ ଆପଣ ପାଇଲେ? ମୁଁ ଯେଉଁଠି ବସିଥିଲି ବେଶ ସମୟ ବସିଲି ତ ଅଣ୍ଟା ପିଠି ହେଇଗଲା। ମୁଁ ଟିକେ ଜାଣିଛି ଟିକେ ଏମିତି ହାତଟେ ରଖିକି ଗୋଟେ ପଥରଟେ ଭଳିଆ ଥିଲା। ମୁଁ ଏମିତି କଲାବେଳେ ସେ ପଥର ଭିତରୁ ଗୋଟେ ଏଡ଼ିକି ବାହାରିଲା, ଏଡ଼ିକି ଧଳାଟେ ଆଉ। ମୁଁ ଦେଖିଲି ଧଳାଟେ ମୋ ମନକୁ ଆସିଲା ହୀରାଟା ହେଇଥିବ। ହୀରାଟା ଏଠି କେହି ପକେଇବ। ତାକୁ ସେମିତି ରଖିଦେଲି ସାଇଡ଼୍ରେ, ତାକୁ ଧୁଆଧୁଇ କଲି। କେତେ ଦିନ ଏମିତି ଘରେ ରଖିଲି, କ'ଣ ହେଉଛି ଦେଖିବି ବୋଲି। ତକିଆ ତଳେ ଦେଇକି ଶୋଇଲି। ମୁଁ କହିଲି କ'ଣ ହେଉଛି ଦେଖିବି।
କିଛି ହେଲାନି। ନାଇଁ ମାନେ ଡାଇମଣ୍ଡ ସେପ୍ ନା ଗୋଟେ ଅନ୍ୟାଚୁରାଲ୍ ସେପ୍? ନାଇଁ ସେ ଗୋଟେ ଏମିତି ଲମ୍ବା ହେଇକି ହଁ ଡାଇମଣ୍ଡ ସେପ୍ ନୁହେଁ, କ୍ରିଷ୍ଟାଲ ଟାଇପ୍ର କ୍ରିଷ୍ଟାଲ ସହିତ ଗୋଟେ ପଥର ସହିତ ଅନପଲିସ୍ଡ ପଥର। ଅନପଲିଶ ରାଇଟ୍ ଏଡ଼ିକି ବଡ଼ ଏତେ ବଡ଼ ହେଲା, ତାକୁ ରୂପାରେ ଗୋଟେ ଜାଲି ଭଳିଆ ତିଆରି କରିଛି। ଉପରେ ତଳେ କ୍ୟାପ୍ ଲାଗିକି ସେଟାକୁ ୱେଲ୍ଡିଂ କରାହେଲା, ମାନେ ସେ ରହିବନି ଏତେ ଓଜନଟା ଗଳି ପଡ଼ିବ। ସେଠୁ ଗୋଟେ ଏମିତି କରି ଗୋଟେ ରୂପା ଚେନ୍ରେ 6 ମାସ ତାକୁ ପିନ୍ଧିଛି। ପୁଣି କ'ଣ ହେଉଛି ଦେଖିବ। 6 ମାସ ପିନ୍ଧିଲା ପରେ ଆଇ କୁଡ୍ ଫିଲ୍ ଦି ଏନର୍ଜି। ମୋତେ ଲାଗିଥାଏ ଏ ଏନର୍ଜି ଡେଡ୍ ହେଇକି ଅଛି, ମୋତେ ଲାଗେ ଏନର୍ଜି ଅଛି କିନ୍ତୁ ଡେଡ୍ ହେଇକି ଅଛି, ତାକୁ ଏକ୍ଟିଭେଟ୍ କରିବା ଦରକାର। ଜଗନ୍ନାଥଙ୍କ ପାଖକୁ ନେଲି, ଦାନ କରି ନେଇକି ପଳେଇ ଆସିଲି। ପୁଣି ଯାଇକି ଜଗନ୍ନାଥ ପାଖକୁ ନେଲି, ମୁଁ କହିଲି ତମ ପ୍ରଭୁ ତମ ଜିନିଷ ତମେ ରଖ। ପଲିସ୍ କରାହେଇଥାନ୍ତା ଛୋଟ ଛୋଟ ଇଏ କରି 142 ଗ୍ରାମ 142 ଗ୍ରାମ। ମୁଁ ତାକୁ ଓଜନ କରୁଛି। ନାଇଁ ନାଇଁ ଶୁଣ, ସମ୍ଭାଳିଲା ସମ୍ଭାଳିବି। ତାଙ୍କ ଦେହରେ କିନ୍ତୁ ଯିବନି ଏଇ ଯେଉଁ ଏନର୍ଜି ଅଛି ଭିତରେ, ତାଠୁ ଆହୁରି ହାୟର ଏନର୍ଜି ଆସିଲେ ରହିପାରିବ, ଲୋ ଏନର୍ଜି ରହିପାରିବନି। ଯଦି ଗୋଟେ ଆସିଲା ଅଲଗା କିଛି ଏନର୍ଜି ଆସିଲା, ତାର ନେଗେଟିଭନେସ୍ ଅଛି, ତାକୁ ଟ୍ରବୁଲ୍ କରିବ। ପରମିଟ୍ କରୁ ତାଙ୍କର ଯେଉଁ ଏନର୍ଜିଟାକୁ ବାନ୍ଧିବାକୁ ଚେଷ୍ଟା କରିବ ସିଏ, କାରଣ ସେ ନିଜେ ସମ୍ଭାଳି ପାରିବନି। ପ୍ରଥମ ତ କ୍ୟାନଟ୍ ବିୟର୍ ଇଟ୍। ତ ଆପଣଙ୍କ ଦେହର ଏନର୍ଜିକୁ ବାନ୍ଧିବାକୁ ଚେଷ୍ଟା କରିବ ସିଏ, ବାନ୍ଧିଲେ ଅସୁବିଧା ହେବ ଆଗକୁ। ସବୁ ପଥ ସମସ୍ତେ ବି ଚଳିପାରିବେନି। 6 ମାସ ପିନ୍ଧିଛି ଏବେ। ହଁ 6 ମାସ ହଁ ସମାଜ ଆପଣ ତ ଅଛି ବୋଲି ସବୁ ଶକ୍ତି ସମ୍ଭାଳିଗଲେ। ମୋ ମାଇଣ୍ଡ ଷ୍ଟେବଲ୍ ରହିଲାନି। ସେଇଟା ଆପଣ କାହାକୁ ଦେଲେ, ଯାହାକୁ ପଚି ଯାଇଥିଲେ? ଜଗନ୍ନାଥ ଡାଇରେକ୍ଟ ମୁଁ କହିଲି ତମ ଜିନିଷ ତମେ ରଖ, ମୋତେ ଲୋଭ ନାହିଁ। ତାପରେ କିଛି ନର୍ମାଲ? ତାପରେ ଗୁଡ଼ାକ ଜିନିଷ ନ ରହେ। ମୁଁ ଶବ୍ଦ ଶୁଣିପାରୁଥିଲି। ମାନେ ସେ ଯେଉଁ 6 ମନ୍ଥ ଯେଉଁ ପିନ୍ଧୁଥିଲେ, ଆପଣ କ'ଣ ସବୁ ଆପଣ କ'ଣ ଚିନ୍ତା କରୁଛନ୍ତି ମୁଁ ଜାଣିପାରୁଛି। ହଁ ହଁ ଆପଣଙ୍କର ଚିନ୍ତାଟା ମୋତେ ଇୟରଫୋନ୍ରେ ବାଜିଲା ଭଳିଆ ବାଜୁଥିଲା। କର୍ଣ୍ଣ ପିଛା ଯେମିତି ହୁଏ, କିନ୍ତୁ ଏଇଟା କର୍ଣ୍ଣ ପିଛା ନାଇଁ ନାଇଁ ଅଲଗାଟା, ଇଏ ଅଲଗା ଜିନିଷ। ଆପଣଙ୍କ ଚିନ୍ତାଟାକୁ ମୁଁ ପଢ଼ିପାରୁଛି, ମାନେ ଜଣଙ୍କ ଥଟ୍ ପ୍ରୋସେସଟାକୁ ଆପଣ ପଢ଼ିପାରୁଛି। ମୋତେ ଶୁଣାଯାଉଥିଲା ତ, ଆଇ କୁଡ୍ ହିୟର୍। ଆପଣ କ'ଣ ଚିନ୍ତା କରୁଛନ୍ତି ମୋତେ କାନରେ ବାଜିବ, ଆପଣ ଏଇଟା କହୁଛନ୍ତି। ମନେକର ଯେ 4-5 ଜଣ ପାଖରେ ବସୁଛନ୍ତି, ତେବେ 4-5 ସମସ୍ତଙ୍କର ପ୍ରୋସେସ୍। ହଁ ହଁ Yes. ସେଟା ପିନ୍ଧେ, ମୁଁ କାହାକୁ କହିନଥିଲି ପିନ୍ଧିଛି ବୋଲିକି। ମୁଁ ଯେତେବେଳେ ବସେ ଲୋକଙ୍କ ସାଙ୍ଗେ କଥାବାର୍ତ୍ତା ହୁଏ, ମୁଁ ଜାଣେ କିଏ କ'ଣ ଚିନ୍ତା କରୁଛି ମୋ ବିଷୟରେ, କିଏ ଭଲ ଚିନ୍ତା କରୁଛି, କିଏ ଖରାପ ଚିନ୍ତା କରୁଛି, ଭଗବତ ଚିନ୍ତାରେ କେତେ ଜଣ ଅଛନ୍ତି, ଫାଲତୁ ଚିନ୍ତାରେ କେତେ ଜଣ ଅଛନ୍ତି। ମୁଁ ସବୁ ଏଇଟା ଆନାଲିସିସ୍ କରେ, କାହାକୁ କିଛି କୁହେନି, ଫିଲ୍ଟର କରିକି ମୁଁ ସବୁ ଶୁଣେ। ଆଉ ଯେତେବେଳେ ଯାହା ଦରକାର ପଡ଼େ, ମୋତେ ଯେଉଁଠି ଦରକାର ମୋତେ ଲାଗେ କି ନା ଏ ଲୋକକୁ ଏଇ ଜିନିଷଟେ କହିଲେ ଆର ସୁଧୁରି ପାରିବ, ମୁଁ କହିଦିଅନ୍ତି। ମୁଁ କହିଲି ଏଇଟା କର ନା, ନହେଲେ ବଞ୍ଚେଇବା ଲୋକ ତତେ କେହି ନଥିବେ। ଗୁଡ଼ାକ ଜିନିଷ ମାନନ୍ତି ସେମାନେ, କିଛିଟା ମାନନ୍ତି, କିଛି ଯେଉଁମାନେ ମାନିଛନ୍ତି ତାଙ୍କର ଉପକାର ବି ହେଇଛି। ଯେ ନ ମାନୁଛନ୍ତି ଯିଏ ନ ମାନଛି ତାକୁ କ'ଣ କରାଯିବ। ତାପରେ ମୁଁ ଗୁଡ଼ିଏ ଜିନିଷ ମୋତେ ସବୁ ଜଣାପଡ଼େ, ତାର ଗୋଟେ କ'ଣ ହେଇଥିବ, ଭୂତ ପ୍ରେତ କେଉଁଠି ଥିବ, ମୋତେ ଲାଗିବ ଏଠି ଗୋଟେ ଅଛି। ନେଗେଟିଭ୍ ଏନର୍ଜିଠୁ ମୁଁ କଟକିନା କହିବି ଏଠି ଗୋଟେ କିଏ ଗୋଟେ ଅଛି। ଡର ଗୋଟେ ଆପଣ ଲାଗେ କିଛି? ଡର ନାହିଁ ପ୍ରଥମରୁ ନା, ମୁଁ ଏମିତି ଭୂତ ପ୍ରେତ କେତେ ଚାଇଲ୍ଡ ହଁ ଡର ବୋଲି କିଛି ନାହିଁ। କିଛି ଶୁଣୁନାହାନ୍ତି, ଗୋଟେ ବଡ଼ ଏକ୍ସପିରିଏନ୍ସ। 10th ଷ୍ଟାଣ୍ଡାର୍ଡ଼ ପାଠ ପଢ଼ୁଥିଲି, ପରୀକ୍ଷା ସରିଲା। ମୋ ଅଜାଙ୍କର ଘରକୁ ଯାଇଛି 10th ଷ୍ଟାଣ୍ଡାର୍ଡ଼ ପରେ। ଉଦଳା ଇଜ୍ ବିଗର୍, ଫାସି ଇଜ୍ ସ୍ମଲ୍, ଲାଠୋଳି ଇଜ୍ ଦି ଭିଲେଜ୍। ମୁଁ ଓହ୍ଲେଇଲି, ଫାସିରୁ ଚାଲିକି ଯିବି 5 କିଲୋମିଟର। 5 କିଲୋମିଟର ଚାଲିକି ଯିବି। 5 କିଲୋମିଟର ଚାଲିକି ଗଲା ଭିତରେ ଜଙ୍ଗଲ ରାସ୍ତା, ପଛଆଡ଼ୁ ମୋତେ ଦେଖାଗଲା ବୟସ୍କ ଲୋକଟେ, ଧଳା ଡ୍ରେସ୍ ପିନ୍ଧିଛି, ଗୋଟେ ହାତରେ ଲଣ୍ଠନ ଧରିଛି, ଗୋଟେ ହାତରେ ବାଲ୍ଟି ଧରିଛି, ଆସୁଛି। ଘରେ ହେଇଗଲାଣି 6ଟା ପାଖାପାଖି ହେବ। ଦୂରରୁ ମୋତେ ଜଣାପଡ଼ିଲା କିଏ ଗୋଟେ ଆସୁଛି। କାହିଁକି ରାସ୍ତା ତ ସିଧା ନାହିଁ ନା ଗାଁ ଗୁଡ଼ାକରେ, ଏମିତି ବୁଲି ସବୁ ରାସ୍ତା। ମୁଁ ଯେମିତି ବୁଲିକି ଆସିଲି, ମୋତେ କଣରୁ ଦେଖାଗଲା ଗୋଟେ କିଲୋମିଟର ଦୂରରେ କିଏ ଗୋଟେ ଲାଇଟ୍ଟେ ଧରିକି ଆସୁଛି। 2 ମିନିଟ୍ ହେଇନଥିବ ସେ ଲୋକ ପଛ ଆସି ମୋ ପଛରେ ଆସିକି ହାଜିର। ମୋତେ ପଚାରିଲା କାହା ଘରକୁ ଆସିଛ? ମୁଁ ତା ପାଇଁ କ'ଣ କରୁଛି, କାହିଁ ତୁମେ କହିବା ଜରୁରୀ, ମୁଁ ପରେ ଆସିଛି। ବ୍ରହ୍ମପୁର ଭାଷାରେ କହିଲେ ବାପା କହୁନ କିଏ, ତୁମେ କିଏ? ମୁଁ କହିଲି ମୁଁ ଅମୁକ ଲୋକର ନାତି। ହଁ ସେଥିପାଇଁ ତୁମର ଏଇଭଳିଆ କଥାବାର୍ତ୍ତା, ନହେଲେ ଏମିତି ହେବ କି? ଆଉ କୁଆଡ଼େ? ମୁଁ ଯାଉଛି ଅଧା ଘରକୁ, ରାସ୍ତା ଜାଣିଛୁ? କହିଲେ ହଁ ଜାଣିଛୁ। କିନ୍ତୁ ସୁବିଧାରେ ଯିବ। କହିଲେ ହଉ ଆଜ୍ଞା, ହଉ, ଜୟ ଜଗନ୍ନାଥ। ତ କହୁଛୁ ସେତେବେଳେ ଆପଣ କେତେ ବର୍ଷ? 16 ବର୍ଷ, 15-16 ବର୍ଷ। ମୁଁ କହିଲି ଆଜ୍ଞା ଜୟ ଜଗନ୍ନାଥ। ମୁଁ ତାଙ୍କୁ କହୁଛି ହଉ ଧନ୍ୟବାଦ, ଜୟ ଜଗନ୍ନାଥ। ସେ ଆଉ କହୁନାହାନ୍ତି ଜୟ ଜଗନ୍ନାଥ, ସେ ଟିକିଏ ଆଗକୁ ଗଲେ ସେ ଗଛ ଭିତରେ ପଶିଲେ ଯାଇକି
ମୁଁ ଜାଣିପାରିଲି ଏଇଟା ପ୍ରେତଟେ ବୋଲି। ଦିଅ ମଙ୍ଗୁଳା ଗାଁ ମାନଙ୍କ ପାଖରେ ହୁଏ, ଦିଅ ମଙ୍ଗୁଳା ଯେଉଁ ଦିଅ ଥାଆନ୍ତି ଗାଁ ଦିଅ, ମୁଁ ସେଇ ପାଖକୁ ଆସି ପହଞ୍ଚି ମୁଁ ମୁଣ୍ଡିଆଟେ ମାରି ଲୋକଟା ଆସିଥିଲା ବୋଧେ ଆଉ। ମୁଁ ମନ ମନରେ କଥା ହେଉଛି ଯେ ଗଛକୁ ଇଏ କରିକି ଯାଉଛି ବାଲି ପକେଇଲା ଆଉ ଅମୁକ ଲୋକଟେ ମରିଛି ବୋଲି ମୁଁ ତାକୁ ନାଁ ରଖିଦେଇଥିଲି ଆଉ। ମୁଁ କହିଲି ଏ ଭାଲୁ ପଡ଼ା ଦ୍ୱିତୀୟ ଥର କରିବୁ ବାନ୍ଧିକି ବାଡ଼େଇବି ତୁ ଚିହ୍ନିବୁ ଆଉ କାହାକୁ ଡରେଇବୁ ଯା। ମାନେ ରାଇଟ୍ ଫ୍ରମ୍ ଚାଇଲ୍ଡହୁଡ୍ ଆଇ ହାଭ୍ ବିନ୍ ବ୍ଲେସ୍ଡ। ଜଗନ୍ନାଥଙ୍କ କୃପା ମାନେ ଯେତେ ପରିସ୍ଥିତି ଯାହା ହେଲେ ମଧ୍ୟ ତା ନାଁ ଥରେ ନେଲେ ଏଭ୍ରିଥିଙ୍ଗ ନ୍ୟୁଟ୍ରାଲାଇଜେସ୍। ମାନେ ସେ ତାଙ୍କରି ବ୍ଲେସିଂସ୍, ତାଙ୍କରି ଦୟା, ତାଙ୍କରି କରୁଣା। ଏଇ ମିଟିଂଟା ଯେଉଁ ହେଲା ଏଇଟା କ'ଣ ଏମିତି ଅଚାନକ ହେଇଗଲା? ଅଚାନକ ହେଇଗଲା ପ୍ରି ପ୍ଲାନ୍ ସମୟ এটা ଗୋଟେ ଶୁଣ ବାବା, এটা କିଛି ଲୋକ ଗଡ୍ସ ଗିଫ୍ଟ ଥାଏ, ପୂର୍ବ ଜନ୍ମର ଇଏ ଥାଏ। କିଛି ଲୋକ ଏ ଜନ୍ମରେ ବି ତାକୁ ଅର୍ଜନ କରନ୍ତି। ଶିବ ସିଂ ଦେବ ସେଠି 7 ଦିନ କାଳ ସେ ପ୍ରବଚନ ଦେଲେ ଗୀତା ଉପରେ। ପ୍ରଥମ ଯେତେବେଳେ ଆରମ୍ଭ କଲେ ଗୀତା କେତେ ଅଧ୍ୟାୟ, କେତେ ଶ୍ଲୋକ, କ'ଣ କିଏ କେତେଟା ଶ୍ଲୋକ କହିଛି, ଅର୍ଜୁନ କେତେ କହିଛନ୍ତି, ଶ୍ରୀକୃଷ୍ଣ କେତେ କହିଛନ୍ତି, ସବୁ କହିଦେଲେ। ଲାଷ୍ଟକୁ କହିଲେ କୃଷ୍ଣ ତ କହୁଥିଲେ ଅର୍ଜୁନ ଛଡ଼ା ଆଉ କିଏ ଶୁଣିଛନ୍ତି। ଓହୋ ସେ ସବୁ ନାଁ କହିଗଲେ। ମୁଁ ବସିଥାଏ ଥାର୍ଡ଼ ରୋରେ, ମନେ ମନେ କହିଲି ବାବା ଆଉ ହନୁମାନ ନାଁଟା ଛାଡ଼ିଦେଲେ। ହନୁମାନ ପତାକା ଶୁଣିଥିବେ ଇମିଡ଼ିଏଟ୍, ମାନେ ଗୋଟେ ସେକେଣ୍ଡ ଯାଇନି କିଏ ଜଣେ ଭକ୍ତ କହିଲେ ହନୁମାନ ଶୁଣୁଥିଲେ। ସେଇ ଦିନୁ 7 ଦିନ ଯାକ ହିଲ୍ ସର୍ଚ୍ଚ ଫର୍ ମାଇ ଫେସ୍, କେଉଁଠି ବସିଛି ମୁଁ। ପ୍ରତି 2 ମିନିଟ୍ ଥଣ୍ଡା ମୁହଁକୁ ଗଣଉଥିବେ। ତାଙ୍କ ପାଦ କେହି ଛୁଇଁ ପ୍ରଣାମ କରନ୍ତିନି। ସିଏ ଡେରିରେ ଓହ୍ଲେଇବେ, ସବୁ ଲୋକ ଭାଙ୍ଗିଗଲା ପରେ ଷ୍ଟେଜ୍ ଓହ୍ଲେଇବେ, ମୋତେ ଅନେଇବେ। ମୁଁ ବି ଠିଆ ହେଇଥିବି ତାଙ୍କୁ ଅନେଇକିରି। ଗୋଟେ ପାହାଚ ଓହ୍ଲେଇକିରି ଉଞ୍ଚା ଟିକେ ତ ଗୋଟିଏ ପାହାଚ ଓହ୍ଲେଇକିରି ଠିଆ ହେବେ, ତାଙ୍କ ପାଦ ସ୍ପର୍ଶ କରିବି, ମୁଣ୍ଡ ହାତ ଦେବେ, ଚାଲିବେ। 7 days ଦ୍ୟାଟ୍ ହ୍ୟାପନ୍ଡ। ତେଣୁ ସେ ଶକ୍ତି କିଏ ଗୋଟେ ଅଲଗା ରକମ ଶକ୍ତି ସେ ତାକୁ ପାଇଛି, ଜାଣିବ ସିଏ। ମଝିରେ ଭଲ ଜିନିଷଟେ କହିଲି, ମୁଁ ଯେତେବେଳେ ପିନ୍ଧୁଥାଏ ସେ ଜିନିଷଟି ମୁଁ ପଢ଼ିପାରେ ଜିନିଷଟା ଅଚାନକ ତ ଆସେ ଆଉ ମୁଁ ଜାଣିପାରେ କ'ଣ ହେଉଛି କ'ଣ ନାହିଁ। ଆମର ଯେଉଁ ନଏଡ଼ାରୁ ଆପଣ ଯେଉଁ ଆସିଲେ ମାନେ ଏଭ୍ରି ଡେ ଆପଣ କେତେ କିଲୋମିଟର 500 କିଲୋମିଟର୍ସ ପର୍ ଡେ କଭର୍ କରୁଥିଲି। ପର୍ ଡେ ମାନେ 11 ଘଣ୍ଟା ଡ୍ରାଇଭ୍, 11 ଘଣ୍ଟା କଣ୍ଟିନ୍ୟୁସ୍ ଡ୍ରାଇଭ୍। ମାନେ ମୁଁ ରହିକି ଯାଉଥିଲି। ପ୍ରତି 200 କିଲୋମିଟର ଗଲା ପରେ ମୁଁ 15-20 ମିନିଟ୍ ରହିଗଲି। ପାଣି ବୋଟଲ ସବୁ ରଖିଥିଲି ହାତରେ, ଖାଇବା ସବୁ ରଖିଥିଲି। ରହିଲି ଟିକେ, ଖାଇଲି ଟିକେ, ପାଣି ପିଇଲି। ଆପଣଙ୍କର କିଛି ବକ୍ସ ଥାଏ ନା ବ୍ୟାଗ୍ଟା ଥାଏ? ବ୍ୟାଗ୍ ମାନେ ଏପଟେ 2ଟା ଗାଡ଼ିର ଏପଟେ 2ଟା ବ୍ୟାଗ୍ ଲୋଡ଼୍ ହେଇଥାଏ, ଏପଟେ ଗୋଟେ ବ୍ୟାଗ୍, ସାମ୍ନାରେ ଗୋଟେ ବ୍ୟାଗ୍, ପଛଆଡ଼କୁ ଗୋଟେ ବ୍ୟାଗ୍। ଆରେ ବାପରେ ଗ୍ରେଟ୍। ସେ ଖାଲି ସାମ୍ନାରେ କ'ଣ, ସାମ୍ନାରେ ଜଗନ୍ନାଥ। ଆଚ୍ଛା, ଜଗନ୍ନାଥଙ୍କର ମୂର୍ତ୍ତି ଥିଲା, ସିଏ ସାମ୍ନାରେ ଥିଲେ। ଲ୍ୟାପଟପ୍ଟା ପଛଆଡ଼କୁ, ବାକି ଜିନିଷପତ୍ର ଗୁଡ଼ାକ ବନ୍ଧା ହେଇଥାଏ। ଆଉ ରାଇଟ୍ ହ୍ୟାଣ୍ଡ ସାଇଡ଼୍ରେ ଯେଉଁଟା ବନ୍ଧା ହେଇଥାଏ ସେ ଖାଇବା ପିଇବା ପାଣି। ମାନେ ଆପଣ ଯେଉଁଟା କହୁଥିଲେ ଯେ କି ମ୍ୟାନ୍ ମେସେନ୍ ଆଣ୍ଡ ଜଗନ୍ନାଥ ଆଉ କେହି ନୁହନ୍ତି। ଏଇଟା ଗୋଟେ 3 ଘଣ୍ଟା ତ 11ଟାରୁ ରାତି 2ଟା ପର୍ଯ୍ୟନ୍ତ ଗୋଟିଏ ଗାଡ଼ି ଯାଇନି, ଗୋଟିଏ ଗାଡ଼ି ଆସିନି। ନାଇଁ ମାନେ ଯେଉଁ ଚମ୍ବଲ ହଁ ସେଟା ମାନେ କ'ଣ ମାନେ ଲାଇଟ୍ ଫାଇଟ୍ କିଛି ଥାଏ, ଷ୍ଟ୍ରିଟ୍ ଲାଇଟ୍ କିଛି ଥାଏ? କିଛି ନାହିଁ, ଜଙ୍ଗଲଟେ ତ କିଛି ଥାଏ, ପାହାଡ଼ ପର୍ବତ, କିଛି ମାର୍କେଟ ପ୍ଲେସ୍ କିଛି ମାନେ କିଛି ନାହିଁ। ଏମିତି କେତେ କିଲୋମିଟର? 120 କିଲୋମିଟର ପାଖାପାଖି। 120 କିଲୋମିଟର ଆପଣ କଭର କରି କେତେ ସମୟ ଲାଗିଲା? 3 ଘଣ୍ଟା ଲାଗିଲା। 3 hours ନାଇଟ୍ ନା ଡେ? ମୁଁ ରାତିରେ ଗଲି ପୁରା ନାଇଟ୍। ହଁ, ଆସିଲା ବେଳକୁ ବି ନାଇଟ୍ ନା ଆସିଲା ବେଳକୁ ଦିନ ହେଇଯାଇଥିଲା, ଦିନ ହେଇଯାଇଥିଲା। ଗଲା ବେଳକୁ ଥିଲା ନାଇଟ୍। ହଁ, ମୁଁ ସେଇଠୁ ଯେତେବେଳେ ବାହାରିଲି ସେଟା ନାଇଟ୍ରେ ପଡ଼ିଲା। ବୁଝିଲି। ମୁଁ ଇଆଡ଼ୁ ଗଲା ବେଳକୁ ଡେରେ ପଡ଼ିଲା। ତେଣୁ ଏ ଯେଉଁ 120 କିଲୋମିଟର୍ସ 3 ଆୱାର୍ସର ଜର୍ଣ୍ଣିଟା ଥିଲା, ଲାଇଫ୍ ଟର୍ଣ୍ଣିଂ। ବଢ଼ିଆ ଚିନ୍ତା ଥିଲା ମୋର ସେତିକି ଉପରେ। କ'ଣ ଚିନ୍ତା କ'ଣ? ମୁଁ ଜୀବନରେ କ'ଣ କରୁଛି, ଏଠି କ'ଣ ରହିଛି, କ'ଣ କରିବି, ହ୍ୱାଟ୍ ଆମ୍ ଆଇ ଡୁଇଂ ହିୟର୍। ମାନେ ମୁଁ କେଉଁଥିପାଇଁ ଜନ୍ମ ହେଇଥିଲି, ହ୍ୱାଟ୍ ଆମ୍ ଆଇ ଡୁଇଂ ହିୟର୍। ମୋର ଜୀବନର ପର୍ପସ୍ କ'ଣ, ହ୍ୱାଇ ଡିଡ୍ ଆଇ କମ୍ ହିୟର୍। ମାନେ ମୋତେ ଯଦି ଭଗବାନ ବଞ୍ଚେଇକି ରଖିଛନ୍ତି, ହ୍ୱାଇ ଇଜ୍ ହି କେପ୍ଟ ମି ଏ ଲାଇଫ୍, ସମଥିଙ୍ଗ ମଷ୍ଟ ବି ଦେୟାର। ସେ ଜିନିଷଟା କ'ଣ, କେମିତି, କାହିଁକି, ଏସବୁ ମାନେ ମନରେ ଚାଲିଥିଲା। ଥଟ୍ ପ୍ରୋସେସ୍ ଚାଲିଥିଲା। ଆଉ 50ରୁ 60 ସ୍ପିଡ଼୍ ଥିଲା। ଆଉ ଯେଉଁଠି ଟର୍ଣ୍ଣିଂ ଘାଟି ରାସ୍ତା ତ, ତେଣୁ 40ରୁ ବେଶୀ ସ୍ପିଡ଼୍ ଯାଇପାରିବେନି। ତେଣୁ 120 କିଲୋମିଟର୍ସ 3 ଘଣ୍ଟା ପାଖାପାଖି ଲାଗେ। ସେତିକି ଭିତରେ ଆଇ ରିୟଲାଇଜ୍ ଦେର୍ ଇଜ୍ ଏ ବିଗର୍ ପର୍ପସ୍ ଇନ୍ ଲାଇଫ୍, ହ୍ୱାଇ ହି ହାଜ୍ କେପ୍ଟ ମି ଏ ଲାଇଫ୍। ଲାଇଫ୍ରେ ଏଭଳିଆ କିଛି ଗୋଟେ ଜିନିଷ ଅଛି ଯେଉଁଟା ସଂସାରର ମଙ୍ଗଳ ପାଇଁ କରିବାର ବାକି ଅଛି, ବୋଧହୁଏ ସେଥିପାଇଁ ମୁଁ ଜୀବିତ ଅଛି। ତାପରେ ଆପଣଙ୍କୁ ଦେଖାହେଲି ଅନ୍ ଦ ଡ୍ରାଇଭିଂ ୱେ ବ୍ୟାକ୍। ମୁଁ ସେଇଠୁ ଚିନ୍ତା କଲି
କିନ୍ତୁ ଲୋକଟି ଦେଖାହେଲା ମୁଁ ମାନେ ମନରେ କହୁଛି କିନ୍ତୁ ଏଇଭଳିଆ ଭାବିଲି କିନ୍ତୁ ଲୋକଟି ଦେଖାହେଲା ତ ଦେଖୁଛି ଏ ଲୋକଟାକୁ ମୁଁ ଫଲୋ କରୁଛି ଯେଉଁ ଦିନରୁ ଚ୍ୟାନେଲ୍ ଆରମ୍ଭ କରିଛି ଏ ଲୋକଟିକୁ ମୁଁ ଫଲୋ କରୁଛି ଆପଣ ଦେଖୁଛନ୍ତି ମୁଁ 2017 ପାଖାପାଖିରୁ ଦେଖୁଛି ଆପଣଙ୍କର ଛୋଟିଆ ଚ୍ୟାନେଲ୍ ଯେତେବେଳେ ଥିଲା ସେତେବେଳୁ ମୁଁ ଦେଖୁଛି ଏଇଟା 2.0 ସେଟା ପ୍ରିୟ ସତ୍ୟବଞ୍ଜ ବୋଲି ଥିଲା ମୁଁ ସେତେବେଳୁ ମୁଁ ଆପଣଙ୍କୁ ଫଲୋ କରୁଛି ଆଉ ପ୍ରମୋଦ ପୃଷ୍ଟି ଯିଏ ସେ ମାଳିକ ବିଷୟ ତାଙ୍କର ଏସବୁ ଯେତିକି ଆସେ ପ୍ରାର୍ଥନା ଚ୍ୟାନେଲ୍ରେ ମୁଁ ତାକୁ ମୋବାଇଲରେ ସବୁ ଦେଖେ ଗୁଡ଼େ ହେବ ଜିନିଷଟାକୁ ମୁଁ ରିଲେଟ୍ କରେ ଏଇ ଜିନିଷଟା ଏମିତି ହେଇଥିଲେ ଏଇ ଜିନିଷଟା ଏମିତି ହେବ ଆଚ୍ଛା ଏଇ ଜାଗାଟା ଏଇ ଜିନିଷଟାରେ ଅଛି ମାନେ ମାଳିକା ସହିତ ଆପଣଙ୍କର ଯେଉଁ ଲିଙ୍କ୍ ଏଇଟା ଅଟୋମେଟିକ୍ এটা অটোমেটিক ନାଇଁ କୋଇନ୍ସିଡେନ୍ସ ନାହିଁ ବୋଧହୁଏ ସେଇଟା ଭିତରେ କେଉଁଠି ଗୋଟେ ଥିଲା ଭିତ୍ତିଭୂମି ମିଳୁନଥିଲା ଭିତ୍ତିଭୂମି ମିଳିଲାରୁ ବାହାରୁଛି ଏବେ ଆଉ ନହେଲେ ଏଇଟା ତ ଭିତରେ ଥିଲା ମୁଁ ତ କାହାକୁ କହିନଥିଲି ଆପଣ ସେଠୁ ମୁଁ 3 ବର୍ଷର ପ୍ରଥମ ଥର ଦର୍ଶନ କରିଥିଲି କିଏ କାହାକୁ କହିବ କି ନାଇଁ ମୁଁ ଆପଣଙ୍କୁ କାହିଁ କହୁଛି ବାବା ଏଇ ପୀଠରେ 50ରୁ 60 ବର୍ଷ ହେବ ଏଠି ରହୁଛନ୍ତି ଆମେ ଦେଖିଲୁ କୋଡ଼ିଆର ଅବସ୍ଥା ବଡ଼ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି କୋଡ଼ିଆରେ ଠାଏ କଣା ବି ହେଇଯାଇଛି ଛପର ବହୁତ ପୁରୁଣା ପାଣି ଗଳୁଛି ଆମେ ଆଟଲିଷ୍ଟ ସେତିକି ଆମେ ଆପଣଙ୍କୁ ଅପିଲ କରିପାରିବୁ ବାବାଙ୍କ ପାଇଁ ଗୋଟେ ଭଲ କୋଡ଼ିଆ ଆମେ କରିଦେବା ବାବା ଯେମିତି ଏଠି ଭଲସେ ରହିବେ ତାଙ୍କ ଯେମିତି କିଛି ଅସୁବିଧା ହେବ ନାହିଁ ତେବେ ବାବାଙ୍କ ଏଇ କୋଡ଼ିଆକୁ ଭଲ କରିବା ପାଇଁ ଆପଣମାନେ ମଧ୍ୟ ସହାୟତାର ହାତ ବଢ଼ାନ୍ତୁ ଯଦି ଭକ୍ତମାନେ ହାତ ବଢ଼େଇବେ ଆପଣଙ୍କ କୋଡ଼ିଆଟାକୁ ଭଲ କରିଦେବା ତ ମୋର କ'ଣ ଅଛି ମୁଁ ତ ପାରୁନାହିଁ ବୋଲି କରିପାରୁନି ନା ଠିକ୍ କଥା ଭକ୍ତମାନେ ନିଶ୍ଚିନ୍ତ ଚାହିଁବେ ଆପଣଙ୍କ କୋଡ଼ିଆ ବି ବଢ଼ିଆ ହେଇଯିବ ଆପଣ ଏଠି ଭଲସେ ରହିବେ